ମୁଁ ପ୍ରସେନଜିତ ମହାନ୍ତିଙ୍କ ବିୟୋଗରେ ବିଶେଷ ମର୍ମାହତ, କାରଣ ସେ ମୋର ଅତି ଘନିଷ୍ଠ ଥିଲେ। ସାଙ୍ଗ ହେଇକି ଦୁଇ ଜଣଙ୍କ ସମ୍ବଲପୁରରେ ଲ ପଢ଼ୁଥିଲୁ ଏବଂ ସେଇଠୁ ତାର ମୋର ସମ୍ପର୍କ। ଏବଂ ଦୁଇ ଜଣ ଯାକ ମୁଁ ଆଗରୁ ଆକାଶବାଣୀରେ ଚାକିରି କରିଥିଲି, ସିଏ ବି ଆକାଶବାଣୀରେ ପରେ ଆସିକି ରହିଲେ ଏବଂ ଆମର ସମ୍ପର୍କ ଏପରି କ୍ଷୀର ନୀର ଭଳିଆ ସମ୍ପର୍କ। ମୁଁ ଯେତେବେଳେ କେଉଁଠାରେ ପ୍ରୋଗ୍ରାମ ଏଜେଣ୍ଟ ଥିଲି, ସେ ବି ସେଇ ପ୍ରୋଗ୍ରାମ ଏଜେଣ୍ଟ ଥିଲେ, ସାଥି ହେଇକି କାମ କରିଛୁ ଏବଂ ମୋର ସମସ୍ତ ସୁଖ ଦୁଃଖରେ ସେ ସମ୍ଭାଗୀ ହୁଏ ଏବଂ ମୁଁ ମଧ୍ୟ ତାର କୌଣସି କାର୍ଯ୍ୟରେ ଯଦି ଦରକାର ହେଲା ମୁଁ ବି ଯାଇକି ତାକୁ ସାହାଯ୍ୟ କରେ। କିନ୍ତୁ ତାର ଖବର ଯେତେବେଳେ ପାଇଲି, ସେଇଟା ମୁଁ, ମୋ ପରିବାର, ମୋ ମିସେସ୍ ଏବଂ ବୋଉ, ନାତୁଣୀ ସମସ୍ତେ ଦୁଃଖିତ, କାରଣ ସମସ୍ତେ ତାକୁ ନିଜର ଭାଇ ଭଳି ଭାବୁଛନ୍ତି। ସେ ମୋର ସାତ ଭାଇ ଏବଂ ମୋତେ ସବୁବେଳେ ବଡ଼ ଭାଇ ବୋଲି ସମସ୍ତେ କରନ୍ତି। ମୋ ନାଁ ଧରିକି କେବଳ ଅନାସ ସାହୁ ବୋଲି କେବଳ ଡାକନ୍ତିନି, କି ଅନାଜ ଭାଇ ବୋଲି ସବୁବେଳେ ଡାକନ୍ତି। ଏବଂ ମୋ ଆଖି ଆଗରେ ସେ ଚାଲିଗଲେ, ସେ ବୟସ ମୋଠୁ ଆହୁରି 12 ବର୍ଷ 13 ବର୍ଷ ସାନ। ତେଣୁ ମୁଁ ଶୁଣିଲି ଯେତେବେଳେ କାଲି ତାଙ୍କ ଘରକୁ ଆସିଲି, ଦେଖିଲି ଚାବି ପଡ଼ିଛି ଏବଂ ଏଇଠି ଆଉ ଜଣେ ତାଙ୍କରି କୁଟୁମ୍ବରେ ତାଙ୍କୁ ପଚାରିକି ଯେ ସେ ନାଇଁ ଆଜି ଆସିବେନି, କାଲି ଆସିବେ। ତାଙ୍କ ପୁଅ ଯେହେତୁ କାନାଡ଼ା ଅଛି, ସେ ଆସି ପହଞ୍ଚିଲେ ଯାଇ ଏଠି ଆସିବେ। ତେଣୁକରି କାଲି ଆସିଥିଲି, ଏଠି ଅଧଘଣ୍ଟେ ଖଣ୍ଡେ ବସିକିରି ଯାଇଥିଲି ଏବଂ ଆଜି ଆସି 2 ଘଣ୍ଟା ହେଲା ବସିଛି ଏବଂ ସେ ଆସିଲେ ତାଙ୍କୁ ଦର୍ଶନ କରି ଯାଉଛି। ଏତିକି ମୋର ମାନେ ଭଗବାନ ପାଖରେ ପ୍ରାର୍ଥନା, ତାହାକୁ ଶାନ୍ତି ଦିଅନ୍ତୁ।